ଯେତେବେଳେ ହୁଇପ୍ ରହିଲା ନାହିଁ ସେମାନେ ସୁଯୋଗ ପାଇଲେ। ହୁଇପ୍ କାହିଁକି ରହିଲା ନାହିଁ? ବିବେକ ଆଧାରରେ ଭୋଟ ହେଲେ ହୁଇପ୍ ଆସିବ କେଉଁଠୁ? ତ ମୌଳିକ ତ୍ରୁଟି ତ ରହିଲା ଯେ ବିବେକ ଆଧାରରେ ଭୋଟ ଦାନ କରିବେ। ଏଇ ନିଷ୍ପତ୍ତି ମାନେ ଏଇଟା ରହିଲା ଫଣ୍ଡାମେଣ୍ଟାଲ ଫ୍ଲ, ଯାହାଫଳରେ ହୁଇପ୍ ହେଲା ନାହିଁ, ଯାହାଫଳରେ ବିଜେଡ଼ି ମତଟା ବିଭାଜିତ ହୋଇଗଲା, ଯାହାଫଳରେ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଲା, ଦଳର ଆଭିମୁଖ୍ୟକୁ ବର୍ତ୍ତମାନ ପ୍ରଶ୍ନ ହେଲା। କାଲିର ଘଟଣା ବିଜେଡ଼ିକୁ ପାଇଁ ନିଶ୍ଚିତ ଭାବରେ ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଦଳର କର୍ମୀ ଭାବରେ ମୁଁ ଅନୁଭବ କରେ ଯେପରି ଘଟଣା ଘଟିବା ଉଚିତ ନଥିଲା। ଦଳର ନିଷ୍ପତ୍ତି ଏପରି ପରିବର୍ତ୍ତିତ ହେବ ଏକଥା ମଧ୍ୟ ମୁଁ ଆଶା କରୁନଥିଲି। କାରଣ ଦଳର ଆଭିମୁଖ୍ୟ ହେଲା ଅତ୍ୟନ୍ତ ସ୍ପଷ୍ଟ, ଅତ୍ୟନ୍ତ ଦୃଢ଼। ଧର୍ମ ନିରପେକ୍ଷତାର ଦଳ ବିଶ୍ୱାସ କରେ। ସେଥିପାଇଁ ଆମର ଦଳପତି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଏଭ୍ରି ବୋନ୍ ଅଫ୍ ମାଇଣ୍ଡ ଇଜ୍ ସେକୁଲାର। ମୋର ପ୍ରତ୍ୟେକ ଅସ୍ଥି ଧର୍ମ ନିରପେକ୍ଷ। କିନ୍ତୁ କାଲିର ଘଟଣା ଏ ନିଶ୍ଚିତ ଭାବରେ ଗୋଟିଏ ସମସ୍ତଙ୍କୁ ଆମ ବ୍ୟଥିତ କରିଛି। ନିଷ୍ପତ୍ତି ହେଲା ଯାହା ସ୍ୱୟଂ ସସ୍ମିତ ପାତ୍ର ମହୋଦୟ କହିଲେ ଯେ ଆମେ ୱାକଫ୍ ବିଲ୍ ଆଲୋଚନାରେ ବିରୋଧ କରିବୁ ଏବଂ ଯଦି ଭୋଟ ହୁଏ ଭୋଟରେ ମଧ୍ୟ ବିରୁଦ୍ଧରେ ଭୋଟ ଦେବୁ। କିନ୍ତୁ 48 ଘଣ୍ଟା ନ ପୂରୁଣୁ ପୁଣି ପରିବର୍ତ୍ତନ ହେଇଗଲା, ବିବେକ ଆଧାରରେ ଦିଆଯିବ। ମୋର ଘୋର ସନ୍ଦେହ ଏ ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, ଦଳର ନିଷ୍ପତ୍ତି ନଥିଲା। ସେ ନିଜେ କହିଥିଲେ ଯେ ନବୀନ ବାବୁ ବିରୋଧୀ ଦଳର ନେତା ଏବଂ ଦଳର ସଭାପତି, ସେ କହିଛନ୍ତି ଯେ ଆମେ ୱାକଫ୍ ବିଲ୍ ବିରୁଦ୍ଧରେ। ତାପରେ ତ ସେ କହିନାହାନ୍ତି ଯେ ଆପଣ ଦେଖିଲେ ତାଙ୍କର ପ୍ରତିକ୍ରିୟାରୁ, ତାଙ୍କର ବାଇଟ୍ରୁ, ତାଙ୍କର ଏଇ ଯେଉଁ କମେଣ୍ଟରୁ ଏକ୍ସରେ ଯେ କେଉଁ ନବୀନ ବାବୁ ବିବେକ ଆଧାରରେ ଭୋଟ ଦେବା ପାଇଁ କହିଲେ। ତେଣୁ ଜଣାପଡ଼ୁଛି ଏ ନିଷ୍ପତ୍ତି ସିଏ ଆପଣା ଛାଏଁ ନେଇଛନ୍ତି ସ୍ୱାଧୀନ ଭାବରେ, ଯାହା ଦଳୀୟ ଶୃଙ୍ଖଳାର ଅବମାନନା ବିରୁଦ୍ଧାଚରଣ କରେ, ଯାହା ଦଳକୁ ବର୍ତ୍ତମାନ ଗୋଟିଏ ବଡ଼ ସମସ୍ୟାର ସମ୍ମୁଖୀନ କରେଇଛି। ସୁତରାଂ ସିଏ ହିଁ କୈଫତ ଦେବାକୁ ବାଧ୍ୟ, ସିଏ ହିଁ ଉତ୍ତରଦାୟୀ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଯେଉଁ ବରିଷ୍ଠ ନେତାମାନେ ଦାବି କରୁଛନ୍ତି ସେ ଦାବିର ଯଥାର୍ଥତା ଅଛି। Who are you to reverse the decision? What authority you have got? You are the leader of the party in the house. You are not the chairman of the parliamentary party. ବିଜେଡ଼ି ପାର୍ଲାମେଣ୍ଟାରୀ ପାର୍ଟିର ଚେୟାରମ୍ୟାନ୍ କି ଅଧ୍ୟକ୍ଷ କି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ପ୍ରେସିଡେଣ୍ଟ ବିଜେଡ଼ି। ସିଏ ହେଉଛନ୍ତି ରାଜ୍ୟସଭାରେ ବିଜେଡ଼ିର ସଂସଦୀୟ ନେତା। ତ ତାଙ୍କର ଅଧିକାର ନାହିଁ, ଅଧିକାର ବହିର୍ଭୂତ କାର୍ଯ୍ୟ କରିଛନ୍ତି, ଭୁଲ କରିଛନ୍ତି, ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହାକୁ ନେଇ କେବଳ ଚର୍ଚ୍ଚା। ପ୍ରତ୍ୟେକ କର୍ମୀ ବର୍ତ୍ତମାନ ଭାଙ୍ଗି ପଡ଼ିଛନ୍ତି। ମୁଁ ମଧ୍ୟ ବ୍ୟତୀତ ଏ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନଥିଲା, ନୁହେଁ। ଯେଉଁଠି ସମ୍ବିଧାନର ବିଧି ବ୍ୟବସ୍ଥା ଉପରେ ଆକ୍ରମଣ, ଯେଉଁଠି ସଂଖ୍ୟାଲଘୁଙ୍କର ଅଧିକାର ଉପରେ ଆକ୍ରମଣ, ଯେଉଁଠି ଦେଶକୁ ମାନେ ବିଭାଜନକାରୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଗୋଟିଏ ମାନେ ଯୋଜନାବଦ୍ଧ ନିଷ୍ପତ୍ତି, ତା ବିରୁଦ୍ଧରେ ବିଜେଡ଼ି ଲଢ଼ିଛି, ବିଜେଡ଼ି ଲଢ଼ିବ। କିନ୍ତୁ ସଂସଦରେ ଯାହା ଘଟିଲା ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ସସ୍ମିତ ପାତ୍ର ଦାୟୀ। ମୁଁ ଅତି ନମ୍ରତାର ସହିତ କହିବି, ସେ କ୍ଷମା ପ୍ରାର୍ଥନା କରନ୍ତୁ, ଦୋଷ ସ୍ୱୀକାର କରନ୍ତୁ। କହିଛନ୍ତି ତ, ଦାବି କରିଛନ୍ତି। ମୋର ବିଶ୍ୱାସ ଦଳ ଏହାକୁ ସହଜରେ ଗ୍ରହଣ କରିବ ନାହିଁ। ଦଳ ଏ ବିଷୟରେ ଗମ୍ଭୀର। ଗୋଟିଏ ପକ୍ଷରେ ବ୍ୟକ୍ତି, ଆଉ ଗୋଟିଏ ପକ୍ଷରେ ଦଳର ଆଭିମୁଖ୍ୟ, ଦଳର ନିଷ୍ପତ୍ତି। କିଏ ବଡ଼? ଦଳ ବଡ଼ ନା ବ୍ୟକ୍ତି ବଡ଼? ବିଜେଡ଼ି ବଡ଼ ନା ପାର୍ଲାମେଣ୍ଟ ସଦସ୍ୟ ବଡ଼?
ଆଜ୍ଞା ବିଜେଡିର ସ୍ୱାର୍ଥ ବିରୁଦ୍ଧରେ एकतरफा भाव बिना अधिकार काम करिसंती जेतेबेले हुईप रहिला नहीं से सुजोग पाइले हुईप कहीं रहिला नहीं विवेक आधार भोट हेल्ले हुईप आसो कौटू तो मौलिक त्रुटि तो रहा जे विवेक आधार भोट दान करेंगे यही निष्पत्ति माने यहीटा रहा फंडामेंटाल फ्लॉ जहाँफल हुईप है ना जहाँफल विजेडी मतटा विभाजित हो गला जहाँफल दल अड़ुआ परिस्थिति सृष्टि है दल आभिमुख्य को बर्तमान प्रश्न है सभापति को अवगत आम करगले अनेक वरिष्ठ नेता मु तो नवागत किंतु बहुत वरिष्ठ नेता साक्षात करी अति प्रांजल भाव अवगत कर दाबी कर कार्यानुष्ठान सभापति धैर्यर सहित शुणी एवं मोर विश्वास से निश्चित आवश्यक पदक्षेप नेबे जय नारायण मिश्र को जी मु जाने से जन निर्भीक और स्पष्टवादी किंतु निर्भीकता अर्थ नुहे आईन प्रति उपहास आईनर उल्लंघन किंबा स्पष्टवादितार अर्थ नुहे जे विवेक विरोधी कार्य तेणु तांकर जो उच्चारण मुझे जाने मुझे सविशेष विवरणी मु अवगत नुहे किंतु पुलिस को माड़ मारिया कथा जहाँ खबर कागज प्रकाश पाई गणमाध्यम चर्चा हो प्रसारित होता अत्यंत दुखदायक।